ପ୍ରାୟ 30 ବର୍ଷ ତଳେ ଜଣେ ନରହରି ବେହେରା ବୋଲି ଜଣେ ବ୍ୟକ୍ତି ସ୍ଥାପନ କରିଥିଲେ, କିନ୍ତୁ ହେଇପାରୁନଥିଲା। ବହୁତ ଆମ ଗାଁ ବି ବହୁତ ଲୋକ ଆସିଥିଲେ, କହିଲେ କରିଦେବି, କେହି ବି କରିପାରୁନଥିଲେ। ଭୁବନେଶ୍ୱର ଜଣେ ସତ୍ୟମ ବାବୁ ଜଣେ ଆସିଲେ, ସେ କହିଲେ ଠିକ୍ ବର୍ଷେ ପୂର୍ବେ ସେ ଆସିଥିଲେ ଏବଂ କହିଥିଲେ ଆମ ଗାଁର ଟୋଟାଲ ଡାକିଥିଲେ, ଗାଁକୁ ଡାକିକିରି କହିଥିଲେ ଗାଁ ମନ୍ଦିରଟା ଯେମିତି କରିବା, ସହଯୋଗ ମାଗିଥିଲେ। ଆମେ ସହଯୋଗ କରିଥିଲୁ। ବର୍ଷ ଭିତରେ ପ୍ରତିଷ୍ଠା ହେଇଛି। ଆଡ୍ରେସଟା ହେଉଛି ବରାଙ୍ଗ। ମୋ ନାଁ ହେଉଛି ଉମେଶ ଚନ୍ଦ୍ର ସ୍ୱାଇଁ। ଲୋକଙ୍କର ପ୍ରତିକ୍ରିୟା ଏସବୁ ଅନୁଷ୍ଠାନ ଲୋକମାନେ ସେ ବହୁତ ଆମ ଆଖପାଖ ଗାଁ ସମସ୍ତେ ଆସି ସହଯୋଗ କରୁଛନ୍ତି। ଆମର ରିସେଣ୍ଟଲି ଯେଉଁ ପ୍ରତିଷ୍ଠା ହେଲା ଯଜ୍ଞ, ସବୁ ଲୋକ ଆସିଥିଲେ। ବହୁତ ଲୋକ ନିହାତି 5,000 ଖଣ୍ଡେ ପ୍ରତି ଡେ ଖାଇବା ପିଇବା ଡେଲି ହେଉଥିଲା, ଅନ୍ନଛତ୍ର ଡେଲି ହେଉଥିଲା, ଯଜ୍ଞ ହେଉଥିଲା, ବିଭିନ୍ନ ପ୍ରକାର ପ୍ରୋଗ୍ରାମ ଚାଲିଥିଲା, ଭଜନ ସନ୍ଧ୍ୟା ହେଉଥିଲା। କେତେ ତାରିଖ? 30 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ଯଜ୍ଞ ଚାଲିଥିଲା।